ଓଡ଼ିଶାର ଗଣତାନ୍ତ୍ରିକ ଇତିହାସରେ ଆଜିର ଦିନଟି ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ଦୀର୍ଘ 75 ବର୍ଷର ଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମ ଥର ପାଇଁ ଆଜି ଆମ ଦେଶର ପ୍ରଥମ ନାଗରିକ ମହାମହିମ ରାଷ୍ଟ୍ରପତି ତଥା ମାତୃଶକ୍ତିର ମହିମାମଣ୍ଡିତ ଅବତାର ଶ୍ରୀମତୀ ଦ୍ରୌପଦୀ ମୁର୍ମୁଜୀ ବିଧାନସଭାକୁ ସମ୍ବୋଧନ କରିବା ସହିତ ଆମ ସମସ୍ତଙ୍କୁ ମାର୍ଗଦର୍ଶନ କରିବେ। ଏହି ଐତିହାସିକ ଅବସରରେ ମୁଁ ଏ ପବିତ୍ର ଗୃହର ସମସ୍ତ ସଦସ୍ୟମାନଙ୍କ ତରଫରୁ ମହାମହିମ ରାଷ୍ଟ୍ରପତିଜୀଙ୍କୁ ଆନ୍ତରିକ ସ୍ୱାଗତ କରୁଛି। ତାଙ୍କର ସକ୍ରିୟ ଉପସ୍ଥିତି ଆମ ପାଇଁ ଉତ୍ସାହ, ଆନ୍ତରିକତା ଓ ନୂଆ ବିଶ୍ୱାସର ମହୋତ୍ସବ। ଦେଶର ସୌଭାଗ୍ୟ କି ତାଙ୍କ ପରି ଅଗ୍ନି ବିଜୟୀ ମହିୟସୀ ମହିଳା ଆଜି ଦେଶର ସର୍ବୋଚ୍ଚ ଆସନରେ ଅଳଙ୍କୃତା। ଆମ ପାଇଁ ଗୌରବର ବିଷୟ, ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଜୀ ଆମ ବିଧାନସଭାରୁ ତାଙ୍କର ସକ୍ରିୟ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ସେ ନିଜର କଠୋର ଅଧ୍ୟବସାୟ ଓ ତ୍ୟାଗ ଫଳରେ ଦେଶର ସର୍ବୋଚ୍ଚ ସ୍ଥାନ ଅଳଙ୍କୃତ କରିଛନ୍ତି। ଆମ ପାଇଁ ଏହା ଶିକ୍ଷଣୀୟ, ସେ ନା ନିଜ ଜନ୍ମଭୂମିକୁ ଭୁଲିଛନ୍ତି ନା ନିଜର କର୍ମଭୂମିକୁ। ନିଜ ଜନ୍ମଭୂମି ମୟୂରଭଞ୍ଜର ବିକାଶ ପାଇଁ ତାଙ୍କର ଅତୁଳନୀୟ ଅବଦାନ ଅଛି। ଆଜି ତାଙ୍କର ପ୍ରଥମ କର୍ମଭୂମିକୁ ପରିଦର୍ଶନ କରି ସେ ସମାଜକୁ ଏହି ବାର୍ତ୍ତା ଦେଇଛନ୍ତି ଯେ ମଣିଷ ଯେତେ ବଡ଼ ହେଲେ ସୁଦ୍ଧା ନିଜର ଜନ୍ମଭୂମି ଏବଂ ପ୍ରଥମ କର୍ମଭୂମିକୁ ଭୁଲିବା ଉଚିତ ନୁହେଁ। ନିଜର ମା ମାଟିକୁ ଆଦୌ ଭୁଲିବା ଉଚିତ ନୁହେଁ। ଏ ବିଷୟରେ କେବେ ମନରେ ମଧ୍ୟ ଆସିବା ଉଚିତ ନୁହେଁ। ଏହା ଆମ ଉତ୍କଳୀୟ ପରମ୍ପରା, ଆମ ଜଗନ୍ନାଥ ସଂସ୍କୃତିର ନିଚ୍ଛକ ପ୍ରତିଫଳନ। ମାନନୀୟ ରାଷ୍ଟ୍ରପତିଜୀ, ମୟୂରଭଞ୍ଜ ଜିଲ୍ଲାର ଏକ ଅନାମଧେୟ ଆଦିବାସୀ ପଲ୍ଲୀ ଉପରବେଡ଼ା ଗ୍ରାମର ଏକ ସାଧାରଣ ସାନ୍ତାଳୀ ପରିବାରରେ ଜନ୍ମଗ୍ରହଣ କରି ସମସ୍ତ ଢଳଝଞ୍ଜା ସତ୍ତ୍ୱେ ଆପଣ କେବେ ବି ଜୀବନରେ ହାର ମାନି ନାହାନ୍ତି। ଆପଣ ଝାଡ଼ଖଣ୍ଡ ରାଜ୍ୟର ରାଜ୍ୟପାଳ ଥିବାବେଳେ ସେପ୍ଟେମ୍ବର 2016 ମସିହାରେ ଭୁବନେଶ୍ୱରରେ ଏକ ଅନ୍ତରାଷ୍ଟ୍ରୀୟ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ନିଜ ଅଭିଭାଷଣ ରଖିବା ଅବସରରେ ଉପସ୍ଥିତ ଶ୍ରୋତାମଣ୍ଡଳୀଙ୍କୁ ନିଜ ଜୀବନ ସଂଗ୍ରାମ ବିଷୟରେ କହିଥିଲେ।